ଯୁବକର ଗଳା କାଟି ହତ୍ୟା ଝିଅର ସାଇକେଲ ଚନ୍ ଲଗାଉ ଲଗାଉ ଗଢ଼ି ଉଠିଥିଲା ପ୍ରେମ। ପ୍ରେମ ସନ୍ଦେହରେ ଝିଅର ପରିବାରର ପୁଅକୁ ଦେଇଥିଲେ ଗୋପୀନାଥପୁର ବଜାରରେ ଧମକ ତ ଗଳା କାଟି ହତ୍ୟା କରିବୁ। ଏ ବିଷୟରେ ଗ୍ରାମରେ ବସି ସମାଧାନ ମଧ୍ୟ ହୋଇଯାଇଥିଲା। ଗୋପୀନାଥପୁର ପ୍ରଧାନପଡ଼ାର ତାପସ ପ୍ରଧାନ ସବୁଦିନ ପରି ଆଜି ଶୋଇଥିଲା ଗ୍ରାମ ଯୁବକଙ୍କ ସହିତ ଗାଁ ଗ୍ରାମଦେବତୀ ଠାକୁର ଘରେ। ବିଳମ୍ବିତ ରାତ୍ରିରେ ସମସ୍ତେ ଶୋଇପଡ଼ିଲା ପରେ ଝିଅର ପରିବାରର ଲୋକ ତାପସର ଗଳା କାଟି ହତ୍ୟା କରିଛନ୍ତି ବୋଲି ତାପସର ଘର ଲୋକ ଅଭିଯୋଗ କରିଛନ୍ତି। ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି 3 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଆଗର ଘଟଣା ସେମିତି କିଛି ନାହିଁ। ସେ ତ କ'ଣ କାଲି ତାକୁ ମାରିଛି ଆଗରୁ ଧମକେଇଥିଲା ଥରେ ମାରିଦେବି ଖୁର କାଟିଦେବି ବୋଲି କହିଥିଲା। କ'ଣ ପାଇଁ ମୁଁ ବି ସାର୍ ଜାଣିନି। ପୁଣି ବି ତାକୁ ଡକେଇଥିଲି, ଡକେଇଲାଠୁ ସେ ଭଲ ଭଲ ବସିଥିଲେ ସବୁ ହେଇଥିଲା ହେଇକିରି ସେ ଭୁଲ ଫୁଲ ମାଗିଥିଲା। ହଠାତ୍ ତ ସେ କାଲି ରାତିରେ ବଳି କର୍ମ କରିଛି କାଟିଛି। ଆଉ କ'ଣ ପାଇଁ ସନ୍ଦେହ କରୁଛନ୍ତି? ଆଉ କ'ଣ ପାଇଁ ସିଏ କହିବନି ତାର, ମୁଁ ତ କିଛି ସନ୍ଦେହ ପାଉନି ନା, କହିବି କ'ଣ? ଯଦି ପାଇଥିବ ସିଏ ତାଙ୍କ ଜାଣିଥିବ, ପୁଅ ଜାଣିଥିବ, ସିଏ ଜାଣିଥିବ ନା, ମୁଁ କେମିତି ଜାଣିଛି ସାର୍? କ'ଣ ତା ବାପା ଜାଣିଛନ୍ତି? ହେଇପାରିଥାଏ ମାରିଥିବେ, ଅସମ୍ଭବ କ'ଣ? ଭଲ ପାଉଥିଲା ଆମକୁ କହିଲା। ଏବେ କ'ଣ ଚାହୁଁଛନ୍ତି ଆପଣ? ମୋର ନ୍ୟାୟ ଦରକାର, ମର୍ଡର କରିଛି, ଆଉ କହିବି କ'ଣ? ଲକ୍ଷ୍ମୀପ୍ରିୟା ପ୍ରଧାନ, ପିଲାଟି ମତି ଆପଣଙ୍କ କ'ଣ? ମୋ ଦେଢ଼ଶୁରର ପୁଅ ପୁତୁରା। କ'ଣ ପାଇଁ ମର୍ଡର ହେଇଛି ବୋଲି ଆପଣ ଭାବୁଛନ୍ତି? ମର୍ଡର ହେଇଛି, ଖାଇଲା ପିଲା ତ ଶୋଇଲା ଭଲରେ, ଆମେ କ'ଣ ପାଇଁ ମର୍ଡର କଲେ ଆମେ ବି କହିପାରିବୁନି। ହେଲେ କୁହାକୁହିରେ ସେ ଯିଏ ମର୍ଡର କରିଛି ସିଏ ଯଦି କହିପାରିବ। ଆଗରୁ କିଛି ଶତ୍ରୁତା ଥିଲା କି? ଶତ୍ରୁତା ଏମିତି କିଛି ନାହିଁ। ଏଇ ଥରେ ଏମିତି କ'ଣ ଭୁଲ ଭାଟ ଶୁଣିକିନା ଆସିକି ଧମକେଇଥିଲା। ସେଇ ରାଗରେ ମାର୍ଟିନ ବୋଲି ଆପଣ ଭାବୁଛନ୍ତି? ଧମକେଇଥିଲା, ବାଟରେ ଚେନ୍ ଖସିଗଲା, ଇଏ ନଗେଇ ଦେଇଥିଲା। ଲୋକ ଆସି ତା ଆଗରେ କ'ଣ କହିଲେ, କହିବା ହେତୁ ସିଏ ସେଇଠୁ ଆସିକି ଧମକେଇଥିଲା। ଆମକୁ କୁହା ନାହିଁ, ବୋଲା ନାହିଁ। ଆମ ପିଲାକୁ 4-5 ଚଟକଣା ଖଣ୍ଡେ ତା ଦୋକାନରେ ପୁରେଇକି ମାରି ତା ବେକରେ ଖୁର ନଗେଇଥିଲା। କାହିଁକି ତୁ ମୋ ଝିଅ କତିରେ କ'ଣ କରୁଥିଲୁ? ନା ମୁଁ ଆଉ କିଛି କରିନି, ସାଇକେଲରେ ଚେନ୍ ଖସି ଯାଇଥିଲା, ସେମିତି ଡାକିଲା, ମୁଁ ନଗେଇଦେଲି, ଆଉ ମୁଁ ନଗେଇ ଦେଇଛି। ଏତିକି ଛଡ଼ା ଆଉ ଆମର କିଛି କଥା ନାହିଁ। ତାପରେ ସେ ତାଙ୍କର କ'ଣ ଅଲଗା ସନ୍ଦେହ କରି ସେଠି ତାକୁ ଡାକିକି ନେଇ ତା ବେକରେ ଖୁର ନଗେଇଥିଲା, ପୁଣି ଘରକୁ ଡାକିକି ନେଇ ମାଇଲା। ସେତେବେଳେ ଯାଇକି ଆମ ପିଲା ବି ଆମେ ବି ଖବର ପାଇନୁ। ତାପରେ ଆମେ ପବ୍ଲିକରେ ତା ସାଙ୍ଗଟା କିଏ ଆସି ଜଣେ ଆସି କହିବା ହେତୁ ଆମେ ଯାଇ ପଚରାପଚରି କରିବା ଭିତରେ ସେ କହିଲା ଯେ ମୋ ଝିଅକୁ ସେ ଭଲ ପାଉଛି। ଆଉ ଆମେ ପଚାରିଲା ବେଳକୁ ଆମ ପିଲାକୁ ସେ ନାହିଁ କଲା, ସେ ଝିଅ ବି ସେତେବେଳେ ନାହିଁ କଲା। ତାପରେ ସେଇ ରାଗରେ ସେ କାଲି ମାଇଲା କି କ'ଣ ଆମେ କହିପାରିବୁନୁ। ଆମର କିନ୍ତୁ ନ୍ୟାୟ ଦରକାର, ସେ ଲୋକ ଫାଶୀ ପାଇବା ଦରକାର। ତମମାନଙ୍କୁ ମୁଁ ହାତ ଯୋଡ଼ିକି ଅନୁରୋଧ କରୁଛି, ସେ ଲୋକ ଫାଶୀ ପାଇବା ଦରକାର। ସେ ଲୋକ ଜୀବିତରେ ନ ରହିବା ଦରକାର। କାହିଁକିନା ଗୋଟେ ମାଆଟାରୁ ତା ଛୁଆକୁ ଛଡ଼େଇଛି ନେଲା। ଦୋଟି ଯେ ଆଉ ଗୋଟେ ଛୋଟିଆଟା ତା ସାନ ଭାଇ। ହଁ।